ଗ୍ୟାସ୍ ସିଲିଣ୍ଡରର ଆୟୁଷ କେତେ? ଆପଣ ବ୍ୟବହାର କରୁଥିବା ଗ୍ୟାସ୍ ସିଲିଣ୍ଡର ସୁରକ୍ଷିତ ତ? ଚାଲନ୍ତୁ ଜାଣିନେବା। ଆପଣଙ୍କ ଘରକୁ ଗ୍ୟାସ୍ ସିଲିଣ୍ଡର ଆସୁଛି କି? ଘରେ ଗ୍ୟାସ୍ ରଖିବା ପୂର୍ବରୁ ଏହାର ଓଜନ ମାପୁଛନ୍ତି କି? ଯଦି ଏମିତି କରୁନାହାନ୍ତି ତେବେ ଠକେଇର ଶିକାର ହେଉଥିବା ଜାଣିନିଅନ୍ତୁ। କାହିଁକି ନା ଗ୍ୟାସ୍ ବିତରକ ସଂସ୍ଥାମାନେ ଏବେ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟ୍ କରିଛନ୍ତି। ଯେଉଁ ଚୋରିକୁ ଧରିଛନ୍ତି ଭୁବନେଶ୍ୱରର ରଞ୍ଜନ କୁମାର କର। ଗତ 30 ଜୁନରେ ଟୋଲ୍ ଫ୍ରି ନମ୍ବରରେ କଲ୍ କରି ଏଲ୍‌ପିଜି ଗ୍ୟାସ୍ ବୁକ୍ କରିଥିଲେ ରଞ୍ଜନ। 2 ଦିନ ପରେ ଗ୍ୟାସ୍ ସିଲିଣ୍ଡର ଠିକଣାରେ ପହଞ୍ଚିଥିଲା। ସୋସିଆଲ ମିଡିଆରେ ସିଲ୍ ସିଲିଣ୍ଡରରୁ ଗ୍ୟାସ୍ ଚୋରି ହେଉଥିବା ଜାଣିବା ପରେ ତୁରନ୍ତ ଆସିଥିବା ଗ୍ୟାସ୍ ସିଲିଣ୍ଡରକୁ ଓଜନ କରିଥିଲେ। କିନ୍ତୁ ଓଜନ କରିବା ବେଳେ ସିଲିଣ୍ଡରର ଧାର୍ଯ୍ୟ ଓଜନ ଠାରୁ 2.5 କିଲୋ କମ୍ ଥିଲା। ଏନେଇ କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗକୁ ଗ୍ୟାସ୍ ସଂସ୍ଥାର ଗଫଲତି ବାବଦରେ ଅବଗତ କରିଛନ୍ତି। ଏ ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ଘରେ ପୁରୁଣା ସିଲିଣ୍ଡରରେ ଗ୍ୟାସ୍ ପହଞ୍ଚୁଛି। ସିଲିଣ୍ଡର ସୁରକ୍ଷିତ କି ନାହିଁ ତାହାର ଯାଞ୍ଚ ହେଉଛି କି ନାହିଁ ସେ ବାବଦରେ ବିତରକ ସଂସ୍ଥା ନିରୁତ୍ତର। ନିୟମ ଅନୁସାରେ ବିନ୍ଦୁ ବିନ୍ଦୁ ମିଶି ସମୁଦ୍ର। ଗ୍ୟାସ୍ ଠକେଇ ବି ଠିକ୍ ସେହିପରି। ଅଧିକାଂଶ ସିଲିଣ୍ଡରରୁ ଗରମ ପାଣି ସାହାଯ୍ୟରେ ସିଲ୍‌କୁ ହୁଗୁଳା କରାଯାଉଛି। ନୋଜଲ ସହାୟତାରେ ଗ୍ୟାସ୍ କାଢ଼ିବା ପରେ ପୁଣି ସିଲ୍ କରାଯାଉଛି। ନିୟମିତ ଚଢ଼ାଉ ଅଭାବରୁ ଏଭଳି ଠକେଇ ପାଇଁ ସାହସ ପାଉଛନ୍ତି ଠକ।